ତିନି ବନ୍ଧୁ ଥିଲେ। ତାଙ୍କ ନାମ ଥିଲା ଅମିତ, ଦୀପକ ଏବଂ ରାଜା। ତିନି ଜଣ ଏକ ଛୋଟ ଗାଁରେ ରହୁଥିଲେ। ସେମାନେ ବହୁତ ସାଧାରଣ ପରିବାରର ଥିଲେ। ହୁଏତ ସେମାନଙ୍କ ପାଖରେ ବହୁତ ସଞ୍ଚିତ ହୁଆ ଧନ ନଥିଲା, କିନ୍ତୁ ସେମାନଙ୍କ ଭିତରେ କିଛି ଅଲଗା କରି ଦେଖାଇବାର ଦୃଢ଼ ଇଚ୍ଛାଶକ୍ତି ଥିଲା। ସେ ସବୁବେଳେ ଭାବୁଥିଲେ କି ନିଜର ପରିସ୍ଥିତିରୁ କିପରି ବାହାରି ଉପରକୁ ଉଠିବେ। ଗୋଟିଏ ଦିନ ଗାଁରେ ଏକ ବଡ଼ ସଙ୍କଟ ଆସିଲା। ଗାଁରେ ବେରୋଜଗାରୀ ବଢ଼ିଗଲା। ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାର ମିଳିବା ମୁସ୍କିଲ ହୋଇଗଲା। ଏହା ମଧ୍ୟରେ ତିନି ବନ୍ଧୁ ମିଶିକରି କିଛି କରିବା ପାଇଁ ଠିକ୍ କଲେ। ଅମିତ କୃଷି କାର୍ଯ୍ୟ କରିବାକୁ ମନ ବଳାଇଲେ। ଦୀପକ ଛୋଟ ବ୍ୟବସାୟ କରିବା ପାଇଁ ଯୋଜନା କଲା ଏବଂ ରାଜା ଶିକ୍ଷା କ୍ଷେତ୍ରରେ କିଛି ଅଲଗା କରିବା ପାଇଁ ଚିନ୍ତା କଲା। ଅମିତ ନିଜର ଜମିରେ ନୂତନ ଟେକ୍ନୋଲୋଜିର ବ୍ୟବହାର କରି ଫସଲ ଆରମ୍ଭ କଲା ଏବଂ ଧୀରେ ଧୀରେ ତା'ର କ୍ଷେତରୁ ତାକୁ ଲାଭ ମିଳିବାକୁ ଲାଗିଲା। ଦୀପକ ତା'ର ନିଜ ଦୋକାନ ଖୋଲିଲା ଓ ତା'ର କଠିନ ପରିଶ୍ରମ ଦ୍ୱାରା ସେ ଏକ ପ୍ରତିଷ୍ଠିତ ବ୍ୟବସାୟୀ ହୋଇପାରିଲା। ରାଜା ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଏକ ସ୍କୁଲ ଖୋଲିଲା ଏବଂ ତା'ର ପରିଶ୍ରମ ଦ୍ୱାରା ପୁରା ଗାଁରେ ଶିକ୍ଷାର ଏକ ଆଲୋକ ଦେଖାଇଲା। ତିନି ବନ୍ଧୁ ଏହା କରି ଦେଖାଇଲେ କି ଯଦି ତୁମେ ମନରେ କିଛି କରିବାକୁ ଭାବିନେବ ତ ତା ଆଗରେ କୌଣସି ସମସ୍ୟା ବଡ଼ ହେବ ନାହିଁ। ସେ ଜାଣିଥିଲେ ଯେ ପ୍ରଥମରୁ ବହୁତ ସମସ୍ୟା ଦେଖାଦେବ, କିନ୍ତୁ ସେମାନଙ୍କୁ କେବେ ହାର ମାନିବାକୁ ହେବ ନାହିଁ। ଏହି କାହାଣୀ ଆମକୁ ଏହି ଶିକ୍ଷା ଦିଏ ଯେ ପରିସ୍ଥିତି ଯାହା ବି ହେଉ, ଯଦି ଆମର ପରିଶ୍ରମ ନିଷ୍ଠା ଅଟେ, ଆମର ମନୋବଳ ଦୃଢ଼ ଅଟେ, ତେବେ କୌଣସି ସମସ୍ୟା ଆମକୁ ଅଟକାଇ ପାରିବ ନାହିଁ। ଆମେ କେବେ ହାର ମାନିବା ନାହିଁ, କାରଣ ଶେଷରେ ସଫଳତା ସେମାନଙ୍କୁ ମିଳିଥାଏ ଯିଏ ପରିଶ୍ରମ କରିବାକୁ ଡରି ନଥାଏ। ଆଶା କରୁଛି ଆଜିର କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି କାହାଣୀଟି ପସନ୍ଦ ଆସିଥାଏ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ, ଯାହାଦ୍ୱାରା ମୋ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣମାନେ ପାଇପାରିବେ। ପୁଣି ଦେଖା ହେବ ଆଉ ଏକ କାହାଣୀ ସହ। ରହିଲି। ଜୟ ଜଗନ୍ନାଥ।